ମୁଁ ତ ସବୁବେଳେ ବଡ଼ ଭାଇ ଭଳି ମାନିଛି ଯେହେତୁ ଫ୍ୟାମିଲି ସହିତ ବହୁତ ଭଲ ରିଲେସନ୍ ଥିଲା ଏବଂ ଆମେ ଦୁଇ ଜଣ ଯାକ ମୟୂରଭଞ୍ଜରୁ ବାରିପଦାରୁ ଏବଂ ଭାଇ ମୋ ବାପାଙ୍କ ଷ୍ଟୁଡେଣ୍ଟ ବି ତେଣୁ ସବୁବେଳେ ଭାଇ ସମସ୍ତଙ୍କ ଆଗରେ କହନ୍ତି କି ୟା ବାପା ମୋତେ ମାନେ ମୋ ବାପା ତାଙ୍କୁ ଅଭିନୟକୁ ସ୍କୁଲ ବେଳେ ଟାଣିକି ଆଣିଥିଲେ ଜବରଦସ୍ତି ଏବଂ ତେଣୁ ତାଙ୍କ ସହିତ ଗୋଟେ ଭାବଗତ ସମ୍ପର୍କ ଅଲଗା ଥିଲା। କଷ୍ଟ ତ ବହୁତ ଏମିତି ଲାଗୁଛି ଯେମିତି ଘର ଖାଲି ହେଇଗଲା। ତେଣୁ ଗୋଟିଏ ଜିନିଷ ମୁଁ କହିବି କି ଓଡ଼ିଆ ସିନେମାରେ ଏତେ ବର୍ଷ ପର୍ଯ୍ୟନ୍ତ ବୋଧେ କେହି ରାଜ କରିନଥିଲେ। ସେ ଯେତେ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ସିନେମାରେ ରାଜ କରିଛନ୍ତି ଏବଂ ତାଙ୍କ କଣ୍ଟ୍ରିବ୍ୟୁସନ୍ ତାଙ୍କର ମାନେ କେହି ଭୁଲିବେନି। ବହୁତ ବଡ଼ କଣ୍ଟ୍ରିବ୍ୟୁସନ୍ ତାଙ୍କର ସିନେମାକୁ ନିଜ କାନ୍ଧରେ ବୋହିକି ନେଇଥିଲେ। ଆଉ ଗୋଟେ କଥା ହେଉଛି ଆମର ମୟୂରଭଞ୍ଜ ମାଟିର ଗୋଟେ ଗର୍ବ ସିଏ ଆମ ମୟୂରଭଞ୍ଜ କଲଚରାଲ ଆସୋସିଏସନର ମୟୂରଭଞ୍ଜ ଉତ୍ସବର ସେ ଗୋଟେ ଆଗଧାଡ଼ିର ମଣିଷ ଥିଲେ। ତେଣୁ ପର୍ସନାଲ ଲସ୍ ବୋଲି ମୁଁ କହିବି।